ମୃତ ଛୁଆକୁ 26 ଘଣ୍ଟା ଧରି ଜଗି ବସିଲା ମା କୁକୁରଟି। ପଶୁ ହେଉ କି ମଣିଷ, ମା'ର ମମତା ସବୁ କ୍ଷେତ୍ରରେ ସମାନ। ଏହାର ନିଚ୍ଛକ ଉଦାହରଣ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ରାସ୍ତାରେ ଦେଖିବାକୁ ମିଳିଛି। ଏଠାରେ ଅଜଣା ବାଇକ୍ ଧକ୍କାରେ ଏକ ବୁଲା କୁକୁର ଛୁଆର ମୃତ୍ୟୁ ଘଟିଥିଲା। ଏହାପରେ ମୃତ କୁକୁର ନିକଟରେ ଦୀର୍ଘ 26 ଘଣ୍ଟା ଧରି ଅପଲକ ଅଶ୍ରୁଳ ନୟନରେ ଜଗି ରହିଥିଲା ତା ମା'ଟି। ହାଡ଼ଥରା ଶୀତ କାକରରେ ମା କୁକୁର ମୃତ ଛୁଆକୁ ସାରା ରାତି ଜଗି ରହିଥିଲା। ସୋମବାରଠାରୁ ମଙ୍ଗଳବାର ଦିନ 10ଟା ଯାଏ ମା ଆଖିରୁ ଲୁହ ଝରୁଥାଏ। ରାସ୍ତା କଡ଼ରେ ଏଭଳି କରୁଣ ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମା କୁକୁର ଲୋକଙ୍କୁ ଦେଖି ଭୋ ଭୋ କରି ଭୁକୁଥିଲା। ସତେ ଯେମିତି ମୂକ ପଶୁ ଆଧୁନିକ ମଣିଷର ସାହାଯ୍ୟ ଲୋଡୁଥିଲା। ମଙ୍ଗଳବାର ସ୍ଥାନୀୟ ଅବସରପ୍ରାପ୍ତ ଆର୍ମି କର୍ମଚାରୀ ଭରତ ଚନ୍ଦ୍ର ମହାନ୍ତ ମୃତ କୁକୁର ଛୁଆର ମୃତଦେହକୁ ରାସ୍ତାରୁ ନେଇ ପୋତିବା ପରେ ମା କୁକୁର ରାସ୍ତାରୁ ହଟିଥିଲା।